Hi friends, welcome to our YouTube channel SBM Coaching Center. Friends, ଆଗାମୀ ଆପଣମାନଙ୍କର ହେବାକୁ ଯାଉଥିବା ସमेଟିଭ୍ ଆସେସମେଣ୍ଟ 1 ଏହାର ସମସ୍ତ ପ୍ରାକ୍ଟିସ୍ ସେଟ୍ ବା ସିମ୍ପଲ୍ ପେପର୍ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି। ତ ଆପଣମାନେ ଏଗୁଡ଼ିକୁ ପ୍ରାକ୍ଟିସ୍ କରନ୍ତୁ, କାହିଁକି ନା ଆପଣମାନଙ୍କର ଏକ୍ଜାମ୍ ଆଉ କମ୍ ସମୟ ରହିଲା। ତ ଏହି କମ୍ ସମୟ ମଧ୍ୟରେ ଆପଣମାନେ କେମିତି ଭଲ ନମ୍ବର ରଖିପାରିବେ ଏବଂ କେମିତି ଭଲସେ କୋଶ୍ଚିନ୍ ଗୁଡ଼ିକ ପ୍ରାକ୍ଟିସ୍ କରିପାରିବେ ଏବଂ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡ଼ିକ ମୁଁ ନେଇ ଆସିଛି। ଯଦି ଆପଣମାନେ ଏହି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡ଼ିକ ଯଦି ଭଲ ଭାବରେ ପ୍ରାକ୍ଟିସ୍ କରିବେ ତାହେଲେ ଆପଣମାନେ କ'ଣ କରିବେ, ଭଲ ନମ୍ବର ରଖି ମଧ୍ୟ ପାରିବେ। କାହିଁକି ନା କିଛି ପିଲା ଜଣାଯାଉଛି ଯେ ସେମାନେ ୟୁଟ୍ୟୁବରେ ଡିପେଣ୍ଡ କରୁଛନ୍ତି, କାହିଁକି ନା ୟୁଟ୍ୟୁବରୁ ରିଏଲ୍ କୋଶ୍ଚିନ୍ ଆସିଲେ ସେମାନେ ଭଲ ନମ୍ବର ରଖିବେ ଦେଖିକିରି। ନାଇଁ ପିଲେ, ସେମିତି ଭାବନା ରଖନି, କାହିଁକି ନା ୟୁଟ୍ୟୁବରେ କୌଣସି ରିଏଲ୍ କୋଶ୍ଚିନ୍ ଅପଲୋଡ଼ ହେବ ନାହିଁ। କାହିଁକି ନା ବୋର୍ଡ଼ ତରଫରୁ ଜାରି କରାଯାଇଛି ଯେ ଯଦି କୌଣସି ପିଲା ୟୁଟ୍ୟୁବରେ କୋଶ୍ଚିନ୍ ପେପର୍ ଅପଲୋଡ଼ କଲା ତାହେଲେ ତାକୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ଏବଂ ତା ପାଇଁ ଆଇନର କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ। ସେଥିପାଇଁ କୌଣସି ଲୋକ ଅପଲୋଡ଼ କରିବେ ନାହିଁ। ଆପଣମାନେ ମଧ୍ୟ ଯେଉଁ ଆଶା ରଖିଛନ୍ତି ସେ ଆଶା ମନରୁ ହଟେଇ ଦିଅନ୍ତୁ ଏବଂ ଆପଣମାନେ ଭଲ ଭାବରେ କେମିତି ପଢ଼ାପଢ଼ି କରିକିରି ପାଠ ପଢ଼ିବେ, ଭଲ ମାର୍କ ରଖିବେ। ସେଥିପାଇଁ ପାଠ ପଢ଼ନ୍ତୁ ଏବଂ ମୁଁ ଯେଉଁ ଆପଣମାନଙ୍କ ପାଇଁ ଯେଉଁ ପ୍ରାକ୍ଟିସ୍ ସେଟ୍ ଗୁଡ଼ିକ ନେଇ ଆସିଛି এইଗୁଡ଼ିକୁ ମଧ୍ୟ ଯେଉଁ ପ୍ରାକ୍ଟିସ୍ ମାଧ୍ୟମରେ ବା ମକ୍ ଟେଷ୍ଟ ମାଧ୍ୟମରେ ଉତ୍ତର ଦିଅନ୍ତୁ। ତା ସହିତ ଆପଣମାନେ ନିଜେ ମଧ୍ୟ ଜାଣିପାରିବେ ଆପଣମାନଙ୍କର ମାର୍କ ପ୍ରକୃତରେ କେତେ ରହିଲା। ତ ସେଥିପାଇଁ ଏବେ ମୁଁ ଆପଣମାନଙ୍କୁ ପ୍ରାକ୍ଟିସ୍ କରାଇବି। ତା ସହିତ ଆପଣମାନେ କେମିତି ନିଜ ମାର୍କକୁ ଚେକ୍ କରିବେ ଦେଖନ୍ତୁ। ଧରି ନିଅନ୍ତୁ ମୁଁ ଗୋଟେ ପ୍ରଶ୍ନ ପଢ଼ିଲି, ତା ସହିତ ଅପସନ୍ ଗୁଡ଼ିକ ମଧ୍ୟ ମୁଁ କହିବି ଏବଂ ଯଦି ଆପଣମାନେ ଏହାର ସଠିକ୍ ଉତ୍ତରକୁ ଜାଣିଛନ୍ତି ତାହେଲେ ଗୋଟେ ଖାତାରେ ଲେଖିଦେବେ ଏବଂ ଯେଉଁଟା ଭାବୁଛନ୍ତି ଠିକ୍ ବୋଲି ସେ ଲେଖିଦେଇଥିବେ। ପରବର୍ତ୍ତୀ ଅବସ୍ଥାରେ ମୁଁ ଏହାର ଉତ୍ତର ମଧ୍ୟ କହିବି। ଯଦି ଆପଣମାନେ ଯାହାର ଉତ୍ତର ଠିକ୍ ଥିବ ତାହେଲେ ଆପଣମାନେ ସେତେ ମାର୍କ ପାଇଗଲେ। ତ ଏବେ ଆମେ 50ଟି MCQ ଆଲୋଚନା କରିବା। ଏହି 50ଟି MCQ ମଧ୍ୟରୁ ଆପଣମାନଙ୍କର କେତେ ସ୍କୋର ରହିଲା ନିହାତି ମାଧ୍ୟମରେ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ସେଥିପାଇଁ ପିଲାମାନେ ଆପଣମାନେ ଟିକେ ବିନୀତ ଅନୁରୋଧ କରୁଛି, ଆପଣମାନେ ଏଇ ମକ୍ ଟେଷ୍ଟ ଗୁଡ଼ିକ ବା ପ୍ରାକ୍ଟିସ୍ ସେଟ୍ ଗୁଡ଼ିକୁ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। କାହିଁକି ନା ଆପଣମାନେ ଭଲ ମାର୍କ ରଖିବାକୁ ଥିଲେ ଭଲ ହାର୍ଡ଼ୱାର୍କ କରିବାକୁ ପଡ଼ିବ। ବାରମ୍ବାର ବିଭିନ୍ନ ପ୍ରକାର କୋଶ୍ଚିନ୍ ଆନ୍ସର ଡିସ୍କସନ୍ କରିବାକୁ ପଡ଼ିବ। ତାହେଲେ କ'ଣ କରିବେ, ଆପଣମାନେ ଭଲ ନମ୍ବର ରଖିପାରିବେ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓକୁ ଆମେ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଯେତେବେଳେ ଆପଣ ପରୀକ୍ଷା ହଲ୍କୁ ଯିବେ ସେତେବେଳେ ଆପଣମାନଙ୍କୁ ଏମିତିଆ ଗୋଟେ କୋଶ୍ଚିନ୍ ପେପର୍ ଦିଆଯିବ। ତା ସହିତ ସେ କହିଛି କ'ଣ, ନୀଳ ପେନ୍ କିମ୍ବା ବଲ୍ ପଏଣ୍ଟ ପେନ୍ର କଳାର ମଧ୍ୟ ନେବେ। ତ ଛାଡ଼ନ୍ତୁ, ଆମେ ପରେ ସେଦିନ ଆଲୋଚନା କରିବା। ଏବେ ଚାଲନ୍ତୁ କୋଶ୍ଚିନ୍କୁ ଯିବା। 1 ନମ୍ବର କହିଛି, କେତେ ଥର ଶବ୍ଦ ସୃଷ୍ଟି କରିବାକୁ ଶିବ ସିଂହନାଦକୁ ଆଦେଶ ଦେଇଥିଲେ? ଏଇଟା ଆସିଛି କେଉଁଠୁ ନା ଭୀମଙ୍କ ସିଂହନାଦ ରଡ଼ି। ଏଇଟା କି କୁହାଯାଇଛି ପ୍ରଶ୍ନରେ ନା କେତେ ଥର ଶବ୍ଦ ସୃଷ୍ଟି କରିବାକୁ ଶିବ ସିଂହନାଦକୁ ଆଦେଶ ଦେଇଥିଲେ? ଅପସନ୍ ଏ 1 ଥର, ଅପସନ୍ ବି 2 ଥର, ଅପସନ୍ ସି 4 ଥର, ଅପସନ୍ ଡି 3 ଥର। ତ କେତେ ଥର ଭୀମ କହିଥିଲେ ନା ଅପସନ୍ ଡି ହେବ ରାଇଟ୍ ଆନ୍ସର୍, 3 ଥର। କହିନଥିଲେ ଆରେ ସିଂହନାଦ ତୁ ବହନ ହୋଇଯିବୁ, 3 ଘାଣ୍ଟି ମାତ୍ରକ ଶବଦ ଭୀମ ସେନଙ୍କୁ ସହିବୁ। ନାଇଁ, 3 ଘାଣ୍ଟି 3 ଥର ଭୀମଙ୍କ ଶିବ ସିଂହନାଦକୁ କହିଥିଲେ। ସେଥିପାଇଁ 2 ନମ୍ବର, ରାମଚନ୍ଦ୍ର ଆଶ୍ଚର୍ଯ୍ୟାନ୍ୱିତ ହୋଇ କ'ଣ ତ୍ୟାଗ କରିଥିଲେ? ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇକରି ନିଶ୍ୱାସ ତ୍ୟାଗ କରିଥିଲେ। ତ ନିଶ୍ୱାସ ତ୍ୟାଗ କରିଥିଲେ। ତାପରେ ଦେଖନ୍ତୁ, କବି ସମ୍ରାଟ ଭାବେ କେଉଁ କବି ପରିଚିତ? ଆପଣମାନେ ତ ସମସ୍ତେ ଜାଣିଛନ୍ତି, କବି ସମ୍ରାଟ ଭାବେ ଉପେନ୍ଦ୍ର ଭଞ୍ଜ ପରିଚିତ। ଏଲୀଳା ରଚନ୍ତି ଦେବୀ ବାଗେଶ୍ୱରୀ। ଏହି ଯେଉଁ ଉକ୍ତ ପଦର କେଉଁ ଶବ୍ଦ ସରସ୍ୱତୀଙ୍କୁ ବୁଝାଯାଉଛି? ତ ଦେଖନ୍ତୁ ବାଗେଶ୍ୱରୀ ହେଲେ ବାଗ୍ ଯୁକ୍ତ ଈଶ୍ୱରୀ, ତ ବାଗେଶ୍ୱରୀ ମଧ୍ୟ ହେବ। ଏଇଟା ସରସ୍ୱତୀଙ୍କୁ, ବାଗେଶ୍ୱରୀ ବା ସରସ୍ୱତୀଙ୍କର ଅନ୍ୟ ନାମ ହେଉଛି ବାଗେଶ୍ୱରୀ। ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାଟିର କବି କେଉଁ ସମୟର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି? ଦେଖନ୍ତୁ, ସାୟନ୍ତନ ମନେ ରଖନ୍ତୁ, ଏଠି ଚିଲିକା ଅର୍ଥ ଆପଣ ଜାଣିଛନ୍ତି ଚିଲିକା। ଏଇ ଯେଉଁ ଚିଲିକା କ'ଣ, ଏଇଟା ଗୋଟେ ହ୍ରଦ, କିନ୍ତୁ ସାୟନ୍ତନ ଅର୍ଥ ସନ୍ଧ୍ୟା। ଏହି ସନ୍ଧ୍ୟା ତା ଅର୍ଥ ଏଠି କେଉଁ ସମୟର ଦୃଶ୍ୟ କୁହାଯାଇଛି? କେଉଁ ସମୟ ନା ସନ୍ଧ୍ୟା ସମୟ ହେବ ହେଲା। ରାତ୍ରି ସମୟ ହେବ ନାହିଁ, କି ସନ୍ଧ୍ୟା ସମୟର କଥା କୁହାଯାଇଛି। ଚିଲିକାରେ ସାୟନ୍ତନ ଦୃଶ୍ୟ ତ ସନ୍ଧ୍ୟା ସମୟର ଦୃଶ୍ୟ ବୋଲି କୁହାଯାଇଛି।
ଶିକର ଶବ୍ଦର ଅର୍ଥ କ'ଣ? ଶିକର ଶବ୍ଦର ଅର୍ଥ କ'ଣ? ଶୀତଳ ହବ କି ନାହିଁ, କୂଳ ହବ କି ନାହିଁ, ପବନ ନାହିଁ, ତ କ'ଣ ହବ? ଶିକର ଶବ୍ଦର ଅର୍ଥ ହେଲା ଜଳକଣା। କେଉଁମାନଙ୍କର ବାସଭୂମି ହେଉଛି ଉତ୍କଳ? କେଉଁମାନଙ୍କର ବାସଭୂମି? ନା ଭୀରୁମାନେ। ନାହିଁ ପିଲେ ଭୀରୁ ହବନି, ଉତ୍କଳ ଲୋକ ଭୀରୁ ନୁହନ୍ତି। ଦାଦନ ମଧ୍ୟ ନାହିଁ, ନିଶାଚର ନାହିଁ, ତ ବୀର ଆଉ ଯୋଦ୍ଧା ଏମାନଙ୍କର କ'ଣ ହବ? ବାସଭୂମି ଉତ୍କଳରେ ଅବସ୍ଥିତ। କାହାକୁ ତରଙ୍ଗ ସହିତ ତୁଳନା କରାଯାଇଛି? ନା କ'ଣ ହବ? ଅପସନ୍ ଏ ନୀଳ ପର୍ବତମାଳା। ଦେଖୁଛନ୍ତି ନା, ଦେଖନ୍ତୁ ପର୍ବତ ଗୁଡ଼ିକ ଏମିତି ସବୁ ନୀଳ ରଙ୍ଗର ପର୍ବତମାଳା ଗୁଡ଼ିକ ଏମିତି ରହିଛି। ତା ଅର୍ଥ ଏମିତି କ'ଣ ପିଲେ? ନା ତରଙ୍ଗ ଆକାର ରହିଛି, ସେଥିପାଇଁ ନୀଳ ପର୍ବତ ଗୁଡ଼ିକ ତରଙ୍ଗ ଆକାରରେ ଶୋଭା ଧାରଣ କରୁଛନ୍ତି। ମହାଭାରତ ସମରରେ କିଏ ନିଜର ଆତ୍ମୀୟ ସ୍ୱଜନକୁ ହରାଇଥିଲେ? ମହାଭାରତର ସମରରେ ଦୁର୍ଯ୍ୟୋଧନ, ମହାମାନି ଦୁର୍ଯ୍ୟୋଧନ ତାଙ୍କର ଆତ୍ମୀୟ ସ୍ୱଜନକୁ ହରାଇଥିଲେ। କାହିଁକିନା କୃଷ୍ଣ ନାହିଁ, ମହାଭାରତର ଯୁଦ୍ଧରେ କୃଷ୍ଣ ହରାଇଥିଲେ କି ନାହିଁ? ଯୁଦ୍ଧ କଥା କୁହାହେଇଛି, ମନେ ରଖନ୍ତୁ। ମହାଭାରତର ସମରରେ, ସମର୍ଥ ଯୁଦ୍ଧ, ଏ ଯୁଦ୍ଧରେ କିଏ ଆତ୍ମସ୍ୱଜନ ହରାଇଥିଲେ? ବଳରାମ ତ ହବନି, ବିଦୁର ତ ହବନି, କୃଷ୍ଣ ହବନି, ନିହାତି ହବ କିଏ? ଦୁର୍ଯ୍ୟୋଧନ। କାହିଁକି ନା ତାଙ୍କର ଭାଇମାନଙ୍କୁ ହରାଇ ଦେଇଥିଲେ। ତା ସହିତ ଦୁର୍ଯ୍ୟୋଧନ କେଉଁଠାରେ ଆତ୍ମଗୋପନ କରିଥିଲେ? ପିଲାମାନେ କହିଲ ଆତ୍ମଗୋପନ ବ୍ୟାସ ସରୋବରରେ ନା। ଆଚ୍ଛା, ଶଶିକଳା ପରି କିଏ ଦୀନା ଆଉ କ୍ଷୀଣା ହେଲେ? ପ୍ରେମମୟୀ ରାଧା। ରାଧା କ'ଣ ହେଇଗଲେ? ଶଶିକଳା ପରି ଦୀନା କ୍ଷୀଣା ହେଇଗଲେ। କେତେବେଳେ? ନା ଶ୍ରୀକୃଷ୍ଣ ଯେତେବେଳେ କହିଥିଲେ 3 ଦିନକୁ କଣ୍ଟ କରିକିରି 3 ଦିନରେ ଆସିବି ବୋଲି କହିଥିଲେ, କିନ୍ତୁ 3 ଦିନରେ ଆସିଲେ ନାହିଁ। ସବୁଦିନ ପାଇଁ, ଚିର ଦିନ ପାଇଁ ଯାଇ ରହିଗଲେ କୋଉଠି? ମଥୁରା ଗଲେ, ମଥୁରାରୁ ଦ୍ୱାରିକା ଯାଇକି ରହିଗଲେ। ଆଚ୍ଛା, ସେଥିପାଇଁ ଶଶିକଳା ପରି ରାଧା କ'ଣ ହେଇଗଲେ? ଦୀନା ହେଇଗଲେ ଆଉ କ୍ଷୀଣା ମଧ୍ୟ ହେଇଗଲେ। ତ ଚାଲନ୍ତୁ 12 ନମ୍ବର କ୍ୱେଶ୍ଚିନ୍କୁ ଯିବା। 12 ନମ୍ବର କ୍ୱେଶ୍ଚିନ୍ରେ କହିଛି ଗୋପପୁର ଓ ମଥୁରା ମଧ୍ୟରେ କେଉଁ ନଦୀ ବହି ଚାଲିଛି? ଗୋପପୁର ଆଉ ମଥୁରା ମଧ୍ୟରେ ଯମୁନା ନଦୀ ବହି ଚାଲିଛି। ଯମୁନା, ଯେଉଁଠି ଶ୍ରୀକୃଷ୍ଣ ଗୋଚାରଣ କରିବାକୁ ଯିବାର ନାହିଁ, ଯମୁନା ନଦୀ କୂଳରେ ବସିକିରି ସେଠି ବିହାର କରିବାର, ଖାଦ୍ୟ ମାନେ ଖାଇବାର। ଆଚ୍ଛା, ପଦାର୍ଥ ବିଜ୍ଞାନ କେଉଁ ବିଜ୍ଞାନର ଅନ୍ତର୍ଗତ? ପଦାର୍ଥ ବିଜ୍ଞାନ ଜଡ଼ ବିଜ୍ଞାନ ହବ ନା ପିଲେ? ଜଡ଼ ବିଜ୍ଞାନ। କାହିଁକି ନା ଦେଖ, ଅପସନରେ କହିଛି ଜୀବ ବିଜ୍ଞାନ ତ ପଦାର୍ଥ ବିଜ୍ଞାନ ହବନି ନା। ପ୍ରାଣୀ ବିଜ୍ଞାନ କ'ଣ ହେଇପାରେ? ଜୀବ ବିଜ୍ଞାନ ଯଦି ହେଲା ପ୍ରାଣୀ ବିଜ୍ଞାନ ହେଇପାରିବ କି? ତ ରାସାୟନିକ, ଏହା କେମିକାଲ ବା ରାସାୟନିକ ପ୍ରକ୍ରିୟା ମଧ୍ୟ ହବନି, ତ ନିହାତି ଜଡ଼ ବିଜ୍ଞାନ ହବ। କେଉଁ ବିଜ୍ଞାନ ବଳରେ ଆମେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନାରେ ଯଥେଷ୍ଟ ସକ୍ଷମ ହୋଇଛୁ? କେଉଁ ବିଜ୍ଞାନ? ନା ସେହି ଜଡ଼ ବିଜ୍ଞାନ। ତ କ'ଣ ହବ? ସେହି ଜଡ଼ ବିଜ୍ଞାନ ହବ। ଜଳ ବିଜ୍ଞାନ ବଳରେ କିଏ ଆଜି ଦୂର ହୋଇନାହିଁ? ହିମାଳୟ ପର୍ବତ ଆଜି, ମହାକାଶ ନୁହଁ, ହିମାଳୟ ପର୍ବତ ଆଜି ଦୂର ହୋଇନାହିଁ। ଲକ୍ଷ୍ମୀକାନ୍ତଙ୍କର ଜନ୍ମ ବେଳକୁ ପିତା ଭାଗବତ ପ୍ରସାଦ ଡେସ୍ ସ୍କୁଲରେ ଶିକ୍ଷକତା କରୁଥିଲେ। କଟକର ଏକାଡେମୀ ସ୍କୁଲରେ ଶିକ୍ଷକତା କରୁଥିଲେ। ବୁଢ଼ା ଶଙ୍ଖାଳି ଗଳ୍ପର ପରିଣତି ବେଶ୍ ଡେସ୍ ରସ ମାର୍ମିକ। କେଉଁ ରସରେ ମାର୍ମିକ? କରୁଣ ରସରେ ହୃଦୟ ପୁରା ଦୁଃଖରେ ଜର୍ଜରିତ ହେଇଯାଉଛି ନା। ଆଚ୍ଛା, କାନ୍ତ କବି ଲକ୍ଷ୍ମୀକାନ୍ତ ଥିଲେ ଡେସ୍। କାନ୍ତ କବି ଲକ୍ଷ୍ମୀକାନ୍ତ କ'ଣ ଥିଲେ? ଶୈବ ନାହିଁ, ଶାକ୍ତ ମଧ୍ୟ ନାହିଁ, ଗଣପତ୍ୟ ନାହିଁ, ବୈଷ୍ଣବ ଥିଲେ ସେ। ତ ନାଟ୍ୟ ରୀତିର ଡେସ୍ରେ ଲକ୍ଷ୍ମୀକାନ୍ତଙ୍କର ହାସ୍ୟ ସୃଷ୍ଟିକାରୀ ରଚନା ଶୈଳୀ ଲକ୍ଷ୍ୟ ହୁଏ। କ'ଣ ହବ? ମାଳିକା ନାହିଁ, ରଚନା ନାହିଁ, ବ୍ୟଙ୍ଗ ନାହିଁ, କ'ଣ ହବ? ପ୍ରହସନ। ତାପରେ ବ୍ୟଙ୍ଗାତ୍ମକ ହବ, ପ୍ରହସନ ବ୍ୟଙ୍ଗ, କାହିଁକିନା ସେ ବ୍ୟଙ୍ଗାତ୍ମକ କବିତା ଲେଖୁଥିଲେ। ଆଚ୍ଛା, ଜନ୍ମଭୂମିକୁ ଫେରିଯିବାକୁ ପ୍ରାବନ୍ଧିକଙ୍କର, ଏଇଟା ଜନ୍ମ ହେଇଛି, ଜନ୍ମଭୂମିକୁ ଫେରିଯିବା ପାଇଁ ପ୍ରାବନ୍ଧିକଙ୍କର କ'ଣ ନାହିଁ? କେଉଁ ସାହସ ନାହିଁ? ନୈତିକ ସାହସ ନାହିଁ। ଆଚ୍ଛା, ଆପଣ କ'ଣ ଇତିହାସ ପୁରୁଷ? ଏକଥା କିଏ ପଚାରିଛନ୍ତି? ଆପଣ କ'ଣ ଇତିହାସ ପୁରୁଷ? ଏଇଟା କିଏ ଅଙ୍ଗଦ ପଚାରିଛନ୍ତି? ଯେତେବେଳେ ଧଉଳି ପାହାଡ଼ର ସେ ନିକଟ ତଳେ ବସିଥିଲେ ପଥର ଉପରେ, ସେତେବେଳେ କାହାର ସ୍ପର୍ଶ ପାଇଥିଲେ। ସେ କହିଲେ ମୁଁ କୁଆଡ଼େ ଆପଣମାନଙ୍କୁ ନେଇ ଦେଖେଇଦେବି ବୋଲି କହିଥିଲେ କ'ଣ? ସେଇ କଳିଙ୍ଗର ରାଜାକୁ। ତ ସେଥିପାଇଁ ସେ କହୁଛନ୍ତି ଆପଣ କ'ଣ ଇତିହାସ ପୁରୁଷ ବୋଲି ପଚାରିଥିଲେ ନା ନାଇଁ? ଆଚ୍ଛା, ତାପରେ ଦେଖ
ଅଙ୍ଗଦଙ୍କର ଆଖି ଆଗରେ କେଉଁ ନଦୀର ପାଣିର ରଙ୍ଗ ବଦଳି ଯାଇଥିଲା? ଦୟା ନଦୀର ପାଣିର ରଙ୍ଗ ପୁରା ବଦଳି ଲାଲ ହେଇଯାଇଥିଲା। ସୁବ୍ରତଙ୍କର ଝରକା ପାଖରୁ କେଉଁ ଶବ୍ଦ ଭାସି ଆସୁଥିଲା? ବୀଣା ନା ବଂଶୀ? ବଂଶୀ, ବୀଣା ନୁହଁ, ବଂଶୀର ସ୍ୱନ ଭାସି ଆସୁଥିଲା। ତାପରେ ଦେଖିଲ ପିଲେ, କେଉଁ ସ୍ଥାନରେ ପୁରବୀଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା? କେଉଁ ସ୍ଥାନରେ? ମାଡ୍ରାସ। ମାଡ୍ରାସ ନା ନାହିଁ? ଆଚ୍ଛା, ମାଡ୍ରାସ। ତାପରେ ଭଲ ପାଇବା ଗୌରବର ବିଷୟ ନ ହୋଇପାରେ କିନ୍ତୁ ପାପୀ ତ ନୁହେଁ। ପାପୀ ନୁହେଁ, ପାପୀ ତ ନୁହେଁ। ଏକଥା କିଏ କାହାକୁ କହିଥିଲେ? ଏକଥା କିଏ କହିଥିଲେ? ପୁରବୀ ସୁବ୍ରତଙ୍କୁ କହିଥିଲେ। ଆଉ କ'ଣ ଦେଖନ୍ତୁ, କେଉଁଥିରେ କାଠ ଗନି ଅଣାଯାଇଥିଲା? ଠେଲା ଗାଡ଼ିରେ ଅଣାଯାଇଥିଲା। ଠେଲା ଗାଡ଼ିରେ ଠେଲି ଠେଲି ଆଣିଥିଲେ। ବାବୁ କିଣିଥିବା କାଠ ଗଡ଼ର ଓଜନ କେତେ କୁଇଣ୍ଟାଲ ଥିଲା? ବାବୁ ଯେଉଁ କାଠ କିଣିଥିଲେ ସେଇ କାଠ କୁଇଣ୍ଟାଲ କେତେ ଥିଲା? 2 କିଲୋ, ମାନେ 2 କୁଇଣ୍ଟାଲ। କେତେ କୁଇଣ୍ଟାଲ ପଚାରୁଛି ନା? 2 କୁଇଣ୍ଟାଲ। ହଁ। ବାବୁଙ୍କର କାଠ କଟା ସ୍ଥାନରେ କେଉଁ ଗଛ? ବେଗୁନିଆ ଗଛ, ଯେଉଁଟାକି ସେ ଦେହରେ ଘୋଡ଼ି ହେଇଥିବା ନାଲି ରଙ୍ଗର ଶାଢ଼ୀଟାକୁ କ'ଣ କଲେ? ନାଲି ଧଡ଼ିର ଶାଢ଼ୀଟାକୁ ବେଗୁନିଆ ଗଛ ଲଟକେଇ ଦେଇଥିଲେ। ଆଚ୍ଛା, କଳିଙ୍ଗ ଯୁଦ୍ଧରେ ବିଭୀଷିକା ହବ। ବିଭୀଷିକା ଦେଖି କିଏ ମର୍ମାହତ ହୋଇଗଲେ? ଅଶୋକ ସମ୍ରାଟ ମର୍ମାହତ ହୋଇଗଲେ। ସମ୍ରାଟ ଅଶୋକ। ଅଶୋକ କେଉଁ ଧର୍ମାବଲମ୍ବନ ଗ୍ରହଣ କରିଥିଲେ? ଅଶୋକ ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ। ବାକ୍ୟରେ ନାହିଁ ପଦ କେଉଁଠି ରହିବା ଉଚିତ? ବାକ୍ୟରେ ନାହିଁ ପଦ କ୍ରିୟାପଦ ପରେ। କ୍ରିୟାପଦ ପରେ। ମୁଁ କଟକ ଯିବି ନାହିଁ। ଯିବି ନାହିଁ, ଯିବି ପରେ କ୍ରିୟାପଦ ପରେ। ସେମିତି ବାକ୍ୟରେ ପ୍ରକାର୍ୟାତ୍ମକ ରୂପ କେତେ ପ୍ରକାର ହୋଇଥାଏ? ବାକ୍ୟରେ ପ୍ରକାର୍ୟାତ୍ମକ ରୂପ 5 ପ୍ରକାର। ପୂଜା ବିଦ୍ୟାଳୟକୁ ଗଲା, ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ। ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ? ଗଠନ ଦୃଷ୍ଟିରୁ ଦେଖ ପିଲେ, ଗଠନାତ୍ମକ ବାକ୍ୟ କହିଛି ନା, ସେଥିପାଇଁ ଗଠନ ଦୃଷ୍ଟି ନାହିଁ ଲାଗିଛି, ତାହେଲେ ଏଇଟା କ'ଣ ନାସ୍ତିସୂଚକ ବାକ୍ୟ ହବ। ନାସ୍ତିସୂଚକ। ପ୍ରଧାନ ବାକ୍ୟ ଦେଖ, ତାପରେ କହିଛି କ'ଣ? ବାପା କେବେ ଆଶା କରିନଥିଲେ ଯେ ମାର୍ଶାଲିନ ଶ୍ରେଣୀରେ ପ୍ରଥମ ହବ। ତ ବାକ୍ୟରେ ଥିବା ରେଖାଙ୍କିତ ପଦଟି କି ପ୍ରକାର ବାକ୍ୟ? କାହିଁକି ନା ମାର୍ଶାଲିନ ଶ୍ରେଣୀରେ ପ୍ରଥମ ହବ। ମାର୍ଶାଲିନ ତ ଇଏ କ'ଣ ହବ? ଅପ୍ରଧାନ ବାକ୍ୟ ହବ କି ନାହିଁ? କାହିଁକି ନା ଦେଖନ୍ତୁ, ସଦାବେଳେ ପ୍ରଧାନ ବାକ୍ୟଟା କ'ଣ ରହିବ? ଆଗରେ ରହିବ, ଅପ୍ରଧାନ ବାକ୍ୟଟା ପଛରେ ରହିବ। ତ ଏଇଠି କ'ଣ ହବ? କି ବାକ୍ୟ ହବ? ପ୍ରଧାନ ବାକ୍ୟ ହବ। ନିର୍ଦ୍ଦିଷ୍ଟ ବିଷୟକ ବିବୃତ୍ତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ କେଉଁ ବାକ୍ୟ କହିବା? ବିବୃତ୍ତି ସୂଚକ ବାକ୍ୟ କହିବା ନିହାତି ଭାବରେ। ଗଠନ କଳା ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ? ଗଠନ କଳା ଦୃଷ୍ଟିରୁ ବାକ୍ୟ କେତେ ଭାଗରେ? 4 ଭାଗରେ ବିଭକ୍ତ। ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମପଦଟି କେଉଁଠି ବସେ? କ୍ରିୟା ପୂର୍ବରୁ ବସେ। ତାପରେ ଦେଖନ୍ତୁ, ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ କେଉଁ ପଦ ବସେ? ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ ବିଶେଷଣ ପଦ ବସେ। ଅପସନ୍ ସି ହବ ରାଇଟ୍ ଆନ୍ସର। ତାପରେ ବାକ୍ୟରେ ସମ୍ବନ୍ଧିତ ପଦ ପୂର୍ବରୁ କେଉଁ ପଦ ବସେ? ସମ୍ବନ୍ଧ ପଦ ବସେ। ସମ୍ବନ୍ଧିତ ପଦ ପୂର୍ବରୁ ସମ୍ବନ୍ଧ ପଦ ବସେ। ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟକୁ କ'ଣ କହିବା? ଆସକ୍ତି। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲେ ଏଇଟା। କେଉଁ କେଉଁ ଶବ୍ଦ ମଧ୍ୟରେ ଥିବା ଦନ୍ତ ସ ମୂର୍ଧନ୍ୟ ସ ହୁଏ ନାହିଁ? ଦନ୍ତ ସଟା କେତେବେଳେ ମୂର୍ଧନ୍ୟ ସ ହବନି? ତତ୍ସମର୍ଥ ହେଇଯିବ। ତଦ୍ଭବତ ମଧ୍ୟ ହବ। କୋଉଟା ହବନି? ଦେଶଜରେ ଓ ଦେଶଜରେ ମଧ୍ୟ ହେଇପାରେ। ଆଉ କିନ୍ତୁ ଦେଶଜ ବୈଦେଶିକ, ଏଇ 2ଟା ଶବ୍ଦରେ ବୈଦେଶିକ ଶବ୍ଦ ଥିଲେ ସେ କ'ଣ ହବନି? ଦନ୍ତ ସଟା ମୂର୍ଧନ୍ୟ ସ ହବ ନାହିଁ। ସୂର୍ଯ୍ୟ ପରାଗ ଶବ୍ଦଟିକୁ ଶୁଦ୍ଧ କରି ଲେଖ। ସୂର୍ଯ୍ୟ ପରାଗ, ତାକୁ ଆମେ ଲେଖିବା କ'ଣ? ସୂର୍ଯ୍ୟ ପରାଗ। କାହିଁକି ନା ସୂର୍ଯ୍ୟା ପରାଗ ହବନି, ସୂର୍ଯ୍ୟ ପରାଗ ମଧ୍ୟ ହବନି, ସୂର୍ଯ୍ୟ ପୂରକ ମଧ୍ୟ ହବନି, ତ ସୂର୍ଯ୍ୟ ପରାଗ। ଅପସନ୍ ଏ ହବ ରାଇଟ୍ ଆନ୍ସର।
যাতায়াତ ଶବ୍ଦଟିକୁ ଶୁଦ୍ଧ କରି ଲେଖ ଯାତାୟତ। ତ ଅପସନ୍ କୋଉଟା ହବ ଦେଖନ୍ତୁ, ଏଇଟା ମଧ୍ୟ ହବନି, ଯାତାୟତ ହବନି, ଯାତାୟାତ ମଧ୍ୟ ହବନି, ଯାତାୟାତ। ଅପସନ୍ ଟି ହବ ରାଇଟ୍। ଶିକ୍ଷୟିତ୍ରୀ ଶବ୍ଦଟିକୁ ଶୁଦ୍ଧ କରି ଲେଖ ଶିକ୍ଷୟିତ୍ରୀ ଶବ୍ଦ କୋଉଟା ହବ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ ୟର ହସେଇକାର ତରେ ଦୀର୍ଘଇକାର ର ଫଳା। ଗୋଲୋକ ବିହାରୀ ଶବ୍ଦଟିର ଶୁଦ୍ଧ ରୂପ କଣ ହବ? ଗୋଲୋକ ବିହାରୀ। ତ କୋଉଟା ହବ ଅପସନ୍ ଦେଖନ୍ତୁ ବିଟା ହବ, କାହିଁକି ନା ଗୋଲୋକ ବିହାରୀ। ତାପରେ ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ ବିସ୍ମୟ ସୂଚକ ବାକ୍ୟ ବୋଲି କହିବା। ଆଜ୍ଞା ମତେ ଟିକେ ସାହାଯ୍ୟ କରନ୍ତୁ। ପ୍ରକାଶ ଦୃଷ୍ଟିରେ କି ପ୍ରକାର ବାକ୍ୟ? ଆଜ୍ଞା ମତେ ଟିକେ ସାହାଯ୍ୟ କରନ୍ତୁ। ଏହା କେଉଁ ପ୍ରକାର ବାକ୍ୟ? କାହିଁକି ନା ଆଜ୍ଞା ବୋଲି କହିଲ, ଜଣଙ୍କୁ ଅନୁରୋଧ କଲ, ତାହେଲେ ଅନୁରୋଧ ସୂଚକ ବାକ୍ୟ ହବ ପିଲାଟା। କି ବାକ୍ୟ ହବ? ଅନୁରୋଧ ସୂଚକ ବାକ୍ୟ ହେଲା। ତାପରେ ଦେଖ ଦର୍ପଣ, ଏଠାରେ ଦର୍ପଣ ତ ର ଆଉ ନ ମଧ୍ୟରେ କେଉଁ ବର୍ଣ୍ଣର ବ୍ୟବଧାନ ରହିଛି? ଦର୍ପଣ, ଦର୍ପଣ ଲେଖନ୍ତୁ, ଲେଖିଦେବେ ଦର୍ପଣ ହେଲା କି ଦର୍ପଣ। ତ ଏଇଠି ଦେଖନ୍ତୁ ଦର୍ ଦ ହଳନ୍ତ ର ହଳନ୍ତ ପ ହଳନ୍ତ ର, ତ ଏଇଟା କଣ ନଟା, ଏଇଟା ଯୋଉ ନ ଲେଖାଗଲା ଏଇଠି କଣ ଅଛି ଏଇ ଯୋଉ ନଟା ଏଇଟା। ତ ଏଇଠି କହୁଛି କହିଛି ପ୍ରଶ୍ନ ଆଉ ର ଆଉ ନ ମଧ୍ୟରେ ଏଇ ଯୋଉ ର ରହିଲା ଏଇଟା ଆଉ ନ ରହିଲା ଏଇଟା, ଏ ମଧ୍ୟରେ କୋଉଟା ରହିଛି ନା ପ ବର୍ଣ୍ଣ ରହିଛି ନା, ତ ପ ରହିଛି ଏଠି। ତ ଅପସନ୍ କୋଉଟା ହବ? ପ ରହିବ। ଆସ୍ତିକ, ଏଠାରେ କେଉଁ ବର୍ଣ୍ଣ ପରେ ସ ରହିଛି? ଆସ୍ତିକ, ଆସ୍ତିକ କେଉଁ ବର୍ଣ୍ଣ ପରେ? ଲେଖିଦିଅନ୍ତୁ ଆସ୍ତିକ, ଆସ୍ତିକ। ତ କେଉଁ ବର୍ଣ୍ଣ ପରେ କଣ ରହିଛି? କୋଉଟା କହିଛି ସରି, କେଉଁ ବର୍ଣ୍ଣ ପରେ ସ ରହିଛି? ଆସ୍, ଏଟା କଣ ଆ ପରେ ସ ରହିଛି? ଆ ପରେ ସ ରହିଛି ନା, ହଁ ତ ଆ ପରେ ସ ରହିଛି, ତ ଆ ପରେ ଲେଖିଦେବେ। ତାପରେ କହିଛି ଏଟା ଅପସନ୍ ବି ହବ ରାଇଟ୍ ଆନ୍ସର। କେଉଁ ପ୍ରତ୍ୟୟ ଯୁକ୍ତ ହେଲେ ଦନ୍ତସ୍ୱର ମୂର୍ଦ୍ଧନ୍ୟ ହେବ ନାହିଁ? କୋଉଟା ପ୍ରତ୍ୟୟ ଯୁକ୍ତ ହେଲେ ଦନ୍ତସ୍ୱର ମୂର୍ଦ୍ଧନ୍ୟ ହବନି? ନା ସାତ। ତ ପ୍ରତ୍ୟୟ ହେବ, ଅପ୍ରତ୍ୟୟ ହବ, ତ ସାତ ପ୍ରତ୍ୟୟ ହବ ନାହିଁ। ତ ଏଇଟା ଲେଖିବେ କଣ? ଅପସନ୍ ସି ହବ ରାଇଟ୍ ଆନ୍ସର। ପିଲାମାନେ ଆମେ ପ୍ରାୟ 50ଟି ଆମେ ଏମ୍ସିକ୍ୟୁ ଆଲୋଚନା କଲେ। ଆପଣମାନଙ୍କର ଏଇ 50ଟି ଏମ୍ସିକ୍ୟୁ ମଧ୍ୟରୁ କେତେ ମାର୍କ ରହିଲା ତାହା ନିଶ୍ଚିତ ମାଧ୍ୟମରେ କମେଣ୍ଟ ମାଧ୍ୟମରେ ଜଣାଇବେ। କାହିଁକି ନା ନେକ୍ସଟ ଭିଡ଼ିଓରେ ମୁଁ ଆପଣମାନଙ୍କ ସମ୍ପୂର୍ଣ୍ଣ ଆମେ ଏକ୍ଜାମ ହେବା ପୂର୍ବରୁ ବହୁତ ପ୍ରକାର ଆମେ ଏମ୍ସିକ୍ୟୁ ବା ଭିଏସ୍ଟିକୁ ଆମେ ସମ୍ପୂର୍ଣ୍ଣ ରୂପେ ଟେଷ୍ଟ କରିଦେବା। କାହିଁକି ନା ଆପଣମାନଙ୍କୁ ବହୁତ କିଛି ପାଠ ପଢ଼ିବାକୁ ଅଛି ଏବଂ ପ୍ରାକ୍ଟିସ୍ ମଧ୍ୟ କରିବାକୁ ଅଛି, ଯାହାଫଳରେ ଆପଣମାନଙ୍କର ଭଲ ମାର୍କ ରହିବ। ହଉ, ଆଶା କରୁଛି ତୁମର ବହୁତ ଭଲ ମାର୍କ ଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ କ୍ଲିକ୍ କରିଦେବେ। ରହୁଛି ବନ୍ଧୁଗଣ, ଜୟ ଜଗନ୍ନାଥ।